ଶ୍ରୋତାବନ୍ଧୁ, ପାର୍ଥିବ ସଂସାରର ଗୋଟିଏ ମାତ୍ର ସତ୍ୟ ହେଉଛି ସମୟ ବା କାଳଖଣ୍ଡ। ସମୟ କେବେ ରହିନାହିଁ। ସମୟର ଏଇ ଅବାଧ ଧାରା ବା ଗତି ଆଗକୁ ଆଗକୁ ଗଡ଼ି ଚାଲେ ଏବଂ ଯେତିକି ଆଗକୁ ଯାଏ ପଛରେ ଛାଡ଼ିଯାଏ ତାର ଅତୀତର ପଦଚିହ୍ନ। ଆମେ ଯେତେବେଳେ ଆଜି ଏଇ ସମୟର ସାହିତ୍ୟ ସମ୍ପର୍କରେ ଆଲୋଚନା କରୁ, ଆମକୁ ଆଗକୁ ଗତି କରିବାର ଅଛି ଭାବୁ, କିନ୍ତୁ ତା ପୂର୍ବରୁ ଆମେ ଦେଖୁ ପୂର୍ବେ କ'ଣ ଥିଲା। ପୂର୍ବର ସାହିତ୍ୟ ଆମର ଦୃଷ୍ଟି ପଥାରୂଢ଼ ହୁଏ। ଆଜି ସେମିତି ଏକ ଅନୁଭବ, ସେମିତି ଏକ ଆଲୋଚନା ଆପଣମାନଙ୍କ ସମ୍ମୁଖରେ ମୁଁ ଉପସ୍ଥାପନ କରୁଛି, ବିଶେଷ ଭାବରେ ଆମ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ। ଆଧୁନିକ ଯୁଗର କବିଗଣ। ଆମେ ଆଧୁନିକତା କହିଲେ କବିବର ରାଧାନାଥ ରାୟଙ୍କୁ ମନେ ପକାଉ, ତାଙ୍କରିଠୁ ଆରମ୍ଭ ବୋଲି। ତେବେ ତାଙ୍କର ସମସାମୟିକ, ତାଙ୍କ ପାଖାପାଖି ଯେଉଁ କବିଗଣ ଥିଲେ, ଯାହାଙ୍କୁ ଆମେ ପ୍ରାୟତଃ ବିସ୍ମୃତ କରିଦେଉ, ବେଳେବେଳେ ମନେ ପଡ଼େନି। ଆଜି ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନାଟି। ରୀତି ଯୁଗ ପରେ ପରେ ଆଧୁନିକ ଯୁଗ ବାସ୍ତବତଃ ଫକୀରମୋହନଙ୍କ ଠାରୁ ଆରମ୍ଭ ହୋଇଛି ବୋଲି ଆଲୋଚକମାନେ ମତ ଦିଅନ୍ତି। ତେବେ ଫକୀରମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ଦାସ, ଗଙ୍ଗାଧର ମେହେର, ରାମଶଙ୍କର ରାୟ, ଉମେଶ ଚନ୍ଦ୍ର ସରକାର, ଗୋପୀନାଥ ନନ୍ଦ, ମଧୁସୂଦନ ରାଓ, ଗୋପାଳ ବଲ୍ଲଭ ଦାସ, ପ୍ୟାରୀମୋହନ ଆଚାର୍ଯ୍ୟ, ଗୌରୀଶଙ୍କର ରାୟ, ନୀଳମଣି ବିଦ୍ୟାରତ୍ନ, ନନ୍ଦକିଶୋର ବଳ, ନୀଳମଣି ମିଶ୍ର, ଚିନ୍ତାମଣି ମହାନ୍ତି, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର, ଗୋଦାବରୀଶ ମହାପାତ୍ର, ବୈକୁଣ୍ଠନାଥ ପଟ୍ଟନାୟକ, ଅନ୍ନଦାଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ମାୟାଧର ମାନସିଂ, ହରିହର ମହାପାତ୍ର, ଶରତଚନ୍ଦ୍ର ମୁଖାର୍ଜୀ, ଅନନ୍ତ ପଟ୍ଟନାୟକ, ରାମକୃଷ୍ଣ ପତି, ସଚୀ ରାଉତରାୟ, ରବି ସିଂ, କୁନ୍ତଳା କୁମାରୀ ସାବତ, ଲକ୍ଷ୍ମୀକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି, ବୀରକିଶୋର ମହାନ୍ତି, ରାଧାମୋହନ ଗଡ଼ନାୟକ ପ୍ରମୁଖ ଅନେକ କବି, ଔପନ୍ୟାସିକ, ନାଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ ତଥା ଏ ସମୟର ସାହିତ୍ୟର ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିବିଶେଷ ଏହି ଯୁଗର ପରିଧି ମଧ୍ୟରେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟରେ କେବଳ ତାକୁ ଏକ ସୁସଂହତ ରୂପ ପ୍ରଦାନ କରିଛନ୍ତି ତା ନୁହେଁ, ତାର ସାମାଜିକ ସାଂସ୍କୃତିକ ଚେତନାକୁ ସୁରକ୍ଷିତ ରଖିଛନ୍ତି। ଏମାନଙ୍କ ପରେ ସାମ୍ପ୍ରତିକ ଯୁଗ ବା ଅତ୍ୟାଧୁନିକ ଯୁଗରେ ଓଡ଼ିଆ ସାହିତ୍ୟ ବିଶେଷ ଭାବରେ ଆଦୃତ ହୋଇପାରିଛି। କେବଳ ଭାରତୀୟ ସାହିତ୍ୟ ପରିପ୍ରେକ୍ଷୀରେ ନୁହେଁ, ପରନ୍ତୁ ବିଶ୍ୱ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଆ ସାହିତ୍ୟ ବିଶେଷ ସୁନାମ ଅର୍ଜନ କରିପାରିଛି। କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, ସମାଲୋଚନା, କ୍ଷୁଦ୍ର ଗଳ୍ପ, ରମ୍ୟ ରଚନା ଅନେକ କ୍ଷେତ୍ରରେ ସେ ତାର ସ୍ୱାତନ୍ତ୍ର୍ୟ ରକ୍ଷା କରିପାରିଛି। ପ୍ରତ୍ୟେକ ସାହିତ୍ୟିକ ସେମାନଙ୍କ ରଚନାରେ ନିଜ ନିଜର ସ୍ୱାତନ୍ତ୍ର୍ୟ, ସାମାଜିକ ମୂଲ୍ୟବୋଧ, ସାଂସ୍କୃତିକ ମୂଲ୍ୟବୋଧକୁ ସୁନ୍ଦର ଆଉ ସଫଳ ଭାବରେ ରୂପାୟିତ କରିଛନ୍ତି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଆଧୁନିକ ସମୟର କବିଗଣଙ୍କୁ। କବିବର ରାଧାନାଥ ରାୟଙ୍କ ପୂର୍ବରୁ ଆମେ ଫକୀରମୋହନ ସେନାପତିଙ୍କୁ ଆଧୁନିକତାର ବାର୍ତ୍ତାବହ ଭାବରେ ଜାଣୁ। ତେବେ ଫକୀରମୋହନ ସେନାପତି 1843 ରୁ 1918। ତେଣୁ ଫକୀରମୋହନ ସେନାପତିଙ୍କୁ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ଭାବରେ ଆମେ ନାମିତ କରୁ। ସେ ସାଞ୍ଜୁ ବିହୀନ ସେନାପତି ଭାବରେ ତାଙ୍କୁ ଆଲୋଚକମାନେ ଆଲୋଚନା କରନ୍ତି। ଓଡ଼ିଶାରେ ସେ ଥମାସ ହାର୍ଡି ଏବଂ ସମାଲୋଚକ ଗୌରୀ କୁମାର ବ୍ରହ୍ମା ତାଙ୍କୁ ବାଳ ସୂର୍ଯ୍ୟ ସହିତ ତୁଳନା କରିଛନ୍ତି। ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ କ୍ଷେତ୍ରରେ ଏବଂ ବିଭିନ୍ନ ଗଡ଼ଜାତ ରାଜ୍ୟମାନଙ୍କରେ ତାଙ୍କର ପ୍ରଶଂସନୀୟ କାର୍ଯ୍ୟ ସମ୍ମୁଖକୁ ଆସେ। ତାଙ୍କର ଉପନ୍ୟାସ ଗୁଡ଼ିକ ଆମେ ସମସ୍ତେ ଜାଣେ, ଛମାଣ ଆଠଗୁଣ୍ଠ, ଲଛମା, ମାମୁଁ, ପ୍ରାୟଶ୍ଚିତ ଏବଂ ତାଙ୍କର ଅନ୍ୟାନ୍ୟ ରଚନା ଗୁଡ଼ିକରେ ରହିଛି ରାଜପୁତ୍ରର ଇତିହାସ, ଜୀବନ ଚରିତ, ନାରୀ ଜାତିର ପରିଧେୟ ପରିବର୍ତ୍ତନ ଏବଂ ଭାରତବର୍ଷର ଇତିହାସ ପ୍ରଥମ ଦ୍ୱିତୀୟ ଭାଗ, ରାମାୟଣ, ମହାଭାରତ, ଶ୍ରୀମଦ୍ ଭାଗବତ ଗୀତା, ଉତ୍କଳ ଭ୍ରମଣ, ବିଷମଞ୍ଜି, ରେବତୀ, ଗଳ୍ପ ସ୍ୱଳ୍ପ, ମୁଁ ହାଟ ବାହୁଡ଼ା ଏବଂ କବିତା ପୁସ୍ତକ ଇତ୍ୟାଦି, ପୁଷ୍ପମାଲ୍ୟ, ଉପହାର, ଅବସର ବାସରେ, ବୌଦ୍ଧାବତାର କାବ୍ୟ, ପୂଜା, ଫୁଲ, ପ୍ରାର୍ଥନା, ଧୂଳି, ବ୍ରହ୍ମାଣ୍ଡମ, ସନ୍ଧ୍ୟା ପଦ୍ଧତି,
ସମବାୟ ଋଣ ସମିତି ଓ ଛାନ୍ଦୋଗ୍ୟ ଉପନିଷଦ ପ୍ରଭୃତି। ବର୍ତ୍ତମାନ ଆମେ ଫକୀରମୋହନ ସେନାପତିଙ୍କର ପୁସ୍ତକ ଗୁଡ଼ିକର ସୂଚୀକୁ ସାଧାରଣ ଭାବରେ ମନେ ରଖିଲେ। ବର୍ତ୍ତମାନ କବିବର ରାଧାନାଥ ରାୟ, ଯିଏକି 1848, ଫକୀରମୋହନ ସେନାପତି 1843, ଇଏ 48ରେ ଜନ୍ମ। ଫକୀରମୋହନ ସେନାପତିଙ୍କର 1918ରେ ତିରୋଧାନ, ରାଧାନାଥ ରାୟ 1908ରେ। ବହୁ ପୂର୍ବରୁ ତାଙ୍କର ଫକୀରମୋହନଙ୍କ ବହୁ ପୂର୍ବରୁ ସେ ଦେହତ୍ୟାଗ କଲେ। ଆଧୁନିକ ଓଡ଼ିଆ କବିତାର ଯୁଗ ପ୍ରବର୍ତ୍ତକ ଭାବରେ ପ୍ରାଚ୍ୟ ପାଶ୍ଚାତ୍ୟର ସମନ୍ୱୟକର୍ତ୍ତା ଭାବରେ ଆମେ କବିବର ରାଧାନାଥ ରାୟଙ୍କୁ ଜାଣୁ। ସେ ଉପଧା ମିଳନର କବି, ପ୍ରାଚ୍ୟ ପାଶ୍ଚାତ୍ୟର ସମନ୍ୱୟକର୍ତ୍ତା ଏବଂ ଅମିତ୍ରାକ୍ଷର ଛନ୍ଦର ପ୍ରବକ୍ତା ଭାବରେ ଆମେ ତାଙ୍କୁ ମନେ ରଖିଛେ। ତେବେ ଓଡ଼ିଆ ଭାଷା ସାହିତ୍ୟରେ ଜଣେ ବଙ୍ଗାଳୀ ନିଜର ଉତ୍ସର୍ଗ, ଆନ୍ତରିକ ଉଦ୍ୟମକୁ ପ୍ରଦର୍ଶନ କରି ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଶ୍ରଦ୍ଧା ନିବେଦନ କରିଛନ୍ତି। ମଧୁସୂଦନଙ୍କ ସହିତ ମିଶି ଓଡ଼ିଆ କବିତାବଳୀ ପ୍ରଥମ ଭାଗ ଓ ଓଡ଼ିଆ କବିତାବଳୀ ଦ୍ୱିତୀୟ ଭାଗ ରଚନା କରିଛନ୍ତି। ଅନ୍ୟାନ୍ୟ କାବ୍ୟ ଗୁଡ଼ିକ ହେଲା କେଦାରଗୌରୀ 1885, ଚନ୍ଦ୍ରଭାଗା, ନନ୍ଦିକେଶ୍ୱରୀ, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଯଯାତି କେଶରୀ, ଦରବାର, ତୁଳସୀ ସ୍ତବକ, ଉର୍ବଶୀ, ତିନି ବନ୍ଧୁ, ଦଶରଥ ବିୟୋଗ, ବାଣ ହରଣ, ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ ଓ ସାବିତ୍ରୀ। ତାଙ୍କର ଅନ୍ୟାନ୍ୟ ଗଦ୍ୟ ସାହିତ୍ୟ ଭିତ୍ତିକ ରଚନାରେ ରହିଛି ବିବେକୀ, ଇତାଲୀୟ ଯୁବା, ପାର୍ବତୀ କାବ୍ୟର ଉପସଂହାର, ଉର୍ବଶୀ, ଭ୍ରମଣକାରୀର ପତ୍ର, ବାମଣ୍ଡା, ଉତ୍କଳ ସାହିତ୍ୟର ଉନ୍ନତି ପ୍ରଭୃତି। ବର୍ତ୍ତମାନ ଆମେ ମଧୁସୂଦନ ରାଓଙ୍କୁ ମନେ ରଖିବା। 1853ରୁ 1912। ସେ ଭୂମି ଓ ଭୂମାର କବି ଭାବରେ ପରିଚିତ। ତେବେ ଭୂମାର ପୂଜାରୀ, ଆଧିଭୌତିକ ଚେତନାର ସେ କବି ଥିଲେ। ମଧୁମୟ ଜଗତକୁ ସେ ଗୁରୁତ୍ୱ ଦିଅନ୍ତି ଏବଂ ଅମୃତର ସନ୍ଧାନୀ ଥିଲେ ମଧୁସୂଦନ ରାଓ। ତାଙ୍କର କାବ୍ୟ କବିତାରେ ରହିଛି ଛାନ୍ଦମାଳା ଏକମ ଭାଗ 1880, ଛାନ୍ଦମାଳା ଦ୍ୱିତୀୟ ଭାଗ 1895। ରାଧାନାଥଙ୍କ ସହିତ ମିଳିତ ଭାବେ କବିତାବଳୀ ଲେଖିଛନ୍ତି। କୁସୁମାଞ୍ଜଳି 1903ରେ ଲେଖିଛନ୍ତି। ଉତ୍କଳ ଗାଥା, ଉତ୍ତର ରାମଚରିତ, ବସନ୍ତ ଗାଥା, ହିମାଚଳେ ଉଦୟ ଉତ୍ସବ, ବାଳ ରାମାୟଣ, ବିବିଧ କବିତା, ଶିଶୁ ଗୀତ, ସାବାସ, ସାହିତ୍ୟ ଚର୍ଚ୍ଚା, ସାବାସ ସାବାସ, ଭଣ୍ଡ ରସାୟନ ପ୍ରଭୃତି ସ୍ମରଣୀୟ। ତାଙ୍କର ଗଦ୍ୟ ରଚନାରେ ରହିଛି ପ୍ରବନ୍ଧମାଳା, ପ୍ରଣୟର ଅଦ୍ଭୁତ ପରିଣାମ, ଯାହାକି 1874 ମସିହାରେ ପ୍ରକାଶିତ ହୋଇଥିଲା, ହେମମାଳା, ଏ ଦୁଇଟି ଦୀର୍ଘ ଗଳ୍ପ ସଂକଳନ। ଆମେ ଏବେ ଶୁଣିବା ଅନ୍ୟ ଜଣେ କୃତବିଦ୍ୟ ସ୍ରଷ୍ଟାଙ୍କୁ, ରାମଶଙ୍କର ରାୟ। ସେ ଜଣେ ଶ୍ରେଷ୍ଠ ନାଟ୍ୟକାର ଭାବରେ ଓଡ଼ିଆ ସାହିତ୍ୟରେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ପ୍ରଥମ ଓଡ଼ିଆ ନାଟକର ଅଭାବକୁ ଉପଲବ୍ଧି କରି ସେ 1880 ମସିହାରୁ 1917 ମସିହା ପର୍ଯ୍ୟନ୍ତ ନାଟକ ରଚନା କ୍ଷେତ୍ରରେ ମନୋନିବେଶ କରିଥିଲେ। ତାଙ୍କ ରଚିତ କବିତା ଗ୍ରନ୍ଥ ପ୍ରେମତରୀ 1878 ମସିହାରେ ପ୍ରକାଶିତ ହୋଇଥିଲା। ସେ ସର୍ବମୋଟ 10 ଗୋଟି ନାଟକ, 2ଟି ପ୍ରହସନ, 2ଟି ଯାତ୍ରା ରଚନା କରିଛନ୍ତି। କାଞ୍ଚି କାବେରୀ 1880, ବନମାଳା, ରାମ ବନବାସ, ବିଷମ ଉଦକ, ଯୁଗଧର୍ମ, କାଞ୍ଚନମାଳୀ, ଚୈତନ୍ୟ ଲୀଳା ଓ ଲୀଳାବତୀ। ସେ ରଚନା କରିଥିବା 2ଟି ଯାତ୍ରା ହେଲା ବଡ଼ଲୋକ ଓ ବିଶ୍ୱଯଜ୍ଞ, 2ଟି ପ୍ରହସନ ହେଲା କଳିକାଳ ଓ ବୁଢ଼ାବର। 1892 ମସିହାରେ ସେ ବିବାସିନୀ ନାମକ ଏକ ଉପନ୍ୟାସ ରଚନା କରିଥିଲେ। ତାଙ୍କର ଅନ୍ୟାନ୍ୟ ନାଟକ ଗୁଡ଼ିକ ହେଲା ଲୀଳାବତୀ, ରାମାଭିଷେକ, କଂସବଧ ପ୍ରଭୃତି। ଏବେ ଆମେ ଶୁଣିବା ଗଙ୍ଗାଧର ମେହେରଙ୍କୁ, ଯିଏକି ତାଙ୍କର ସମୟସୀମା 1862ରୁ 1924। ସମ୍ବଲପୁରର ବରପାଲି ଅଞ୍ଚଳରେ ସେ ଭୂମିଷ୍ଠ ହୋଇଥିଲେ। ଗୋଟେ ତନ୍ତୁବାୟ ପରିବାରରେ ଆମେ ଜାଣେ। ଦାରିଦ୍ର୍ୟର କଷାଘାତ ମଧ୍ୟରେ ରହି ମଧ୍ୟ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ପାଇଁ, ବିଶେଷ ଭାବରେ କାବ୍ୟ ସାଧନା କ୍ଷେତ୍ରରେ। ସେ ଆଦ୍ୟପ୍ରାନ୍ତ ନିୟମରେ ରସ ରତ୍ନାକର ରଚନା କରିଥିଲେ। ତାଙ୍କର ଅନ୍ୟାନ୍ୟ ସୃଷ୍ଟି ସମ୍ଭାରରେ ରହିଛି ଅହଲ୍ୟାସ୍ତବ, ଇନ୍ଦୁମତୀ, ଉତ୍କଳ ଲକ୍ଷ୍ମୀ, କୀଚକବଧ, ତପସ୍ୱିନୀ, ପ୍ରଣୟବଲ୍ଲରୀ, ଅଯୋଧ୍ୟା ଦୃଶ୍ୟ, ପଦ୍ମିନୀ, କବିତା କଲ୍ଲୋଳ, ଅର୍ଘ୍ୟଥାଳୀ। ନନ୍ଦକିଶୋର ବଳ 1865ରୁ 1928। ପଲ୍ଲୀ ଜୀବନର ଜୀବନ୍ତ ଚିତ୍ରକୁ ସେ ତାଙ୍କ ସାହିତ୍ୟରେ ଚିତ୍ରିତ କରନ୍ତି। ସେ ଜଣେ ପଲ୍ଲୀ କବି ଭାବରେ ଆମେ ତାଙ୍କୁ ଭଲ ଭାବରେ ଜାଣୁ। ତାଙ୍କର 3ଟି ଶ୍ରେଷ୍ଠ କାବ୍ୟ ହେଲା କୃଷ୍ଣକୁମାରୀ, ଶର୍ମିଷ୍ଠା, ସୀତା ବନବାସ। ଏତଦ୍ ବ୍ୟତୀତ ସାମାଜିକ ଉପନ୍ୟାସ କନକଲତାର ସେ ସ୍ରଷ୍ଟା ଉପନ୍ୟାସିକ। ସମାଲୋଚନା ଗ୍ରନ୍ଥ, ପ୍ରବନ୍ଧ ସଂଗ୍ରହ ସେ ରଚନା କରିଛନ୍ତି।
ତାଙ୍କର କାବ୍ୟ ଗୁଡ଼ିକରେ ରହିଛି ପଲ୍ଲୀଚିତ୍ର, ନିର୍ଝରିଣୀ, ସୀତା ବନବାସ, କୃଷ୍ଣ କୁମାରୀ, ବସନ୍ତ କୋଇଲି, ଚାରୁଚିତ୍ର, ଜନ୍ମଭୂମି, ନିର୍ମାଲ୍ୟ, କୃଷ୍ଣ କୋଇଲି, କମଳ କୋଇଲି, ନାନା ବାୟା ଗୀତ, ଶର୍ମିଷ୍ଠା, ତରଙ୍ଗିଣୀ, ବିରୂପା, ପ୍ରଭାତ ବିହଙ୍ଗ, ସନ୍ଧ୍ୟାତାରା, ଗଳ୍ପଗୁଚ୍ଛ, ଲକ୍ଷ୍ମୀ, କନକଲତା, ପ୍ରବାଦମାଳା ଓ ପ୍ରବନ୍ଧ ସଂଗ୍ରହ। ଅନ୍ୟତମ କବି ହେଲେ ଚିନ୍ତାମଣି ମହାନ୍ତି। କବିଶେଖର ଉପାଧିରେ ସେ ବିଭୂଷିତ। କବିଶେଖର ଚିନ୍ତାମଣି ମହାନ୍ତି ସାହିତ୍ୟର ବିଭିନ୍ନ ଦିଗରେ ଲେଖନୀ ଚାଳନା କରିଛନ୍ତି। ତାଙ୍କର କାବ୍ୟରେ ରହିଛି ଶତଦଳ 1902, ଗଞ୍ଜାମ ଭ୍ରମଣ, ଧରାକୋଟ ଦର୍ଶନ, ମେଘାସନ, ପ୍ରକୃତି ପେଟିକା, ଶାଳିନ୍ଦୀ, ତାପରେ ଉଦ୍ୟାନ ଖଣ୍ଡ, ସୁରଙ୍ଗୀ କାବ୍ୟ, ମହେନ୍ଦ୍ର, ତାପରେ ମହୋଦଧି, ପ୍ରତିଲେଖ, ଉତ୍କଳ କମଳା, ଶଶୀପ୍ରଭା, କଳ୍ପଲତା, ଶିଶୁପାଳବଧ, ସୁଭଦ୍ରା, ଆର୍ଯ୍ୟବାଳା ଓ ବିକ୍ରମାଦିତ୍ୟ ପ୍ରଭୃତି। କବି ଗୋପବନ୍ଧୁ ଦାସ 1877 - 1928 ସତ୍ୟବାଦୀ ଗୋଷ୍ଠୀର ଉଦାରବାଦୀ କବି ଭାବରେ, ଜାତୀୟବାଦୀ କବି ଭାବରେ ସେ ପରିଚିତି ହାସଲ କରିଛନ୍ତି। ଅବକାଶ ଚିନ୍ତା, କାରା କବିତା, ଧର୍ମପଦ, ବନ୍ଦୀର ଆତ୍ମକଥା, ଗୋ ମାହାତ୍ମ୍ୟ, ନଚିକେତା ଉପାଖ୍ୟାନ ପ୍ରଭୃତି କାବ୍ୟ କବିତା ତାଙ୍କର ଉଲ୍ଲେଖନୀୟ ସୃଷ୍ଟି। ସ୍ୱଦେଶାନୁରାଗ, ଉଦାର ମାନବତାବାଦ ଓ ପରମ୍ପରା ପ୍ରୀତି ତାଙ୍କ କବିତାର ମୁଖ୍ୟ ସ୍ୱର। ଗୋପବନ୍ଧୁଙ୍କ ଗଦ୍ୟ ରୀତି ଅତ୍ୟନ୍ତ ସରଳ। ସତ୍ୟବାଦୀ ସାହିତ୍ୟ ପତ୍ରିକା ଓ ସମାଜ ଖବରକାଗଜରେ ସେ ହିଁ ଥିଲେ ପ୍ରତିଷ୍ଠାତା ପୁରୁଷ। ସମାଜ ଜୀବନ ଓ ଦେଶାତ୍ମବୋଧ ଉପରେ ତାଙ୍କର ଅନେକ ପ୍ରବନ୍ଧ ପ୍ରଣିଧାନ ଯୋଗ୍ୟ। ଅନ୍ୟତମ ସାହିତ୍ୟିକ କବି ହେଲେ ନୀଳକଣ୍ଠ ଦାସ 1884 - 1967। ସତ୍ୟବାଦୀ ଯୁଗର ଅନ୍ୟତମ ସଂସ୍କାରକ ରଥୀ ମହାତ୍ମା ଚନ୍ଦ୍ରଶେଖର ସିଂ ସାମନ୍ତ ତାଙ୍କର ପ୍ରଥମ ପ୍ରକାଶିତ ଲେଖା କୋଣାର୍କେ ମାୟାଦେବୀ ଖାରବେଳ ତାଙ୍କ କାବ୍ୟ ପ୍ରବଣତାର ସାର୍ଥକ ନିଦର୍ଶନ। ପ୍ରଣୟିନୀ ଓ ଦାସନାୟକ ଅନୁବାଦ କାବ୍ୟ ଗ୍ରନ୍ଥ। ତାଙ୍କର ବିଭିନ୍ନ ପ୍ରବନ୍ଧରେ ରହିଛି ରାଧାନାଥ ଉତ୍କଳ ସାହିତ୍ୟ, ସ୍ୱର୍ଗୀୟ ମଧୁସୂଦନ ରାଓ, ଫକୀରମୋହନ ଓ ଓଡ଼ିଆ ଉପନ୍ୟାସ, ଓଡ଼ିଆ ବର୍ଣ୍ଣ ବିଚାରର ସଂକ୍ଷିପ୍ତ ସୂଚନା। ଅନ୍ୟ ଜଣେ ସତ୍ୟବାଦୀ ଯୁଗୀୟ କବି ହେଲେ କୃପାସିନ୍ଧୁ ମିଶ୍ର। ତାଙ୍କର ପ୍ରଥମ କବିତା ହେଉଛି ବାରବାଟୀ ଦୁର୍ଗ। ଏହା ଅସମ୍ପୂର୍ଣ୍ଣ, କ୍ଷମା କରିବେ, ବାରବାଟୀ ଦୁର୍ଗ ହେଉଛି ତାଙ୍କର ପ୍ରାରମ୍ଭିକ ରଚନା। ତାଙ୍କର ଅସମ୍ପୂର୍ଣ୍ଣ ଲେଖା ହେଉଛି ଉତ୍କଳ ଇତିହାସ, ଯାହାକୁ 1925 ସେ ରଚନା କରିଥିଲେ। ଏହା ଶେଷ ହେବା ପୂର୍ବରୁ ସେ ଦେହତ୍ୟାଗ କରିଥିଲେ। ତାଙ୍କର ବିଭିନ୍ନ ପ୍ରବନ୍ଧରେ ରହିଛି ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତ୍ଥାନ, ଭାରତ ଇତିହାସରେ ବୈଦେଶିକ ଆକ୍ରମଣ, ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର, ତକ୍ଷଶିଳାର ଆବିଷ୍କ୍ରିୟା, କା ଲୀଳା, ଅଦୃଷ୍ଟବାଦ, ହିନ୍ଦୁର ସମାଜ ବିଧାନ ଓ କବିତା। ଗୋଦାବରୀଶ ମିଶ୍ର ହେଉଛନ୍ତି 1886 - 1956। ମୁଖ୍ୟତଃ କବିତା କ୍ଷେତ୍ରରେ ଗୋଦାବରୀଶ ମିଶ୍ର ଅତ୍ୟନ୍ତ ସିଦ୍ଧହସ୍ତ ଥିଲେ। କାଳିଜାଈ ଗାଥା କବିତାର ଅପ୍ରତିଦ୍ୱନ୍ଦ୍ୱୀ ସ୍ରଷ୍ଟା ଭାବରେ ସେ ସ୍ମରଣୀୟ। ତାଙ୍କର ସୃଷ୍ଟିରେ ରହିଛି କିଶଳୟ, କଳିକା, ଗୀତାୟନ, ଆଲେଖିକା, ଚୟନିକା, ଗୀତିଗୁଚ୍ଛ ପ୍ରଭୃତି। ଏତଦ୍ବ୍ୟତୀତ ତାଙ୍କର ପ୍ରବନ୍ଧରେ ରହିଛି କୋଣାର୍କ ଦର୍ଶନ, ହିନ୍ଦୁର ଦେବ ମନ୍ଦିର, ଅବକାଶର ଅନୁଭୂତି, ଶିକ୍ଷା ଓ ତାହାର ଅର୍ଥମୂଲ୍ୟ, ଶରୀର ଭେଦ ଓ ସ୍ୱାସ୍ଥ୍ୟ। ଖୋରଧାରେ 2 ଦିନ ତାଙ୍କର ଏକ ଭ୍ରମଣ ବୃତ୍ତାନ୍ତ। ଏତଦ୍ବ୍ୟତୀତ ଏହି ସମୟର ଅନ୍ୟ କବିଗଣ ହେଲେ ଜାତୀୟବାଦୀ କବି ବୀରକିଶୋର, ଜାତୀୟ କବି ବୀରକିଶୋର ଦାସ, ବାଞ୍ଛାନିଧି ମହାନ୍ତି, ବାଞ୍ଛାନିଧି ଦାସ, ବାସୁଦେବ ମହାପାତ୍ର, ପଦ୍ମଚରଣ ପଟ୍ଟନାୟକ, କାନ୍ତକବି ଲକ୍ଷ୍ମୀକାନ୍ତ, ଗୋଦାବରୀଶ ମହାପାତ୍ର, କୁନ୍ତଳା କୁମାରୀ ସାବତ, ହରିକୃଷ୍ଣ ମହତାବ ପ୍ରମୁଖ। ଶ୍ରୋତାବନ୍ଧୁ, ଆମେ ପରବର୍ତ୍ତୀ ଅଡିଓରେ ପ୍ରୋକ୍ତ କବିମାନଙ୍କର ଯାହାଙ୍କ ଉପରେ ଆମେ ପଢ଼ିଲେନି ଶୁଣିଲେନି ସେଇ ତାଙ୍କରି ମାନଙ୍କ ଉପରେ ଆଲୋଚନା କରିବା। ତାଙ୍କର ଲେଖା ଗୁଡ଼ିକୁ ପୁଣି ଥରେ ଆପଣମାନଙ୍କ ପାଖରେ ମୁଁ ପହଞ୍ଚେଇବି। ଆଜିର ଅଡିଓଟି ଆପଣମାନଙ୍କ ପାଇଁ ଉପାଦେୟ ହେଉ ଏତିକି ଆଶା କରୁଛି। ଆଜିର ଅଡିଓ ସମ୍ପର୍କରେ ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।